प्रथम पर्याय हाँ श्रद्धेय सान भाई जय बाबू आज्ञा आज्ञा आपण मान पाखे जगन्नाथ संस्कृति संबंध में किसी आलोचना कले जगन्नाथ संस्कृति जाई रामायण भितर मीमांसा ही गला आज्ञा किंतु जगन्नाथ संस्कृति भितर हाँ पदटी पाठ करथिले आज्ञा कवि सम्राट भंग लेखा हाँ सुभद्रा परिणय आज्ञा आज्ञा भंग कही ना कि कपिल सुभद्रा परिणय गोटे सुंदर पद हो हो भंज कहले आज्ञा सुभद्रा परिणय काव्य हाँ लिखिदे ना पुआ कौन लगिले हिरे सिंधु तटे श्री पुरुष तम क्षेत्र राजा सिंधु तटे श्री पुरुष तम क्षेत्र राजा सिंधु तटे श्री पुरुष साधु जाने अति कही साधु जाने अति दाई साधु जाने अति कही साधु जाने अति दाई अनेक सम्राट भंज कहले ज्ञानी मान जगन्नाथ संस्कृति भीतर को जदि जीवा आज्ञा सिंधु तटे श्री पुरुषोत्तम क्षेत्र राज साधु जने अच्छी तो ही अनेक आश्चर्य बाबुली रे भंज कहले अनेक आश्चर्य अच्छी हैं संख्या नहीं आश्चर्य भितर किंतु मो सान भाई कहले आपण मान पाखरे गरुड़ पछरे छिड़ा हेले महाप्रभु दर्शन देखे महाप्रभु को दर्शन करी हुए ना आज्ञा जदि जगन्नाथ को पछरे गरुड़ पछरे छिड़ा हेले आमे जगन्नाथ को दर्शन करि परिबा नाही नहीं तले सारिया भी को काई की लिखि देले रे पुओ कौन लगिले रे गरुड़ पछरे देखो दिसुछि कोराधि मुखा 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 कोई चरिया भिका कोई चरिया भिका परम मुखा हिमा भगवान ताला दिबा अरे चक्रायन देखिबा भगवान ताला दिबा सारिया भी को लिखिले गरुड़ पछरे देखो दिसुछि कोला श्रीमुख आज्ञा अरे कपिल अरे गरुड़ पछरे तो जगन्नाथ को दर्शन करती नहीं गरुड़ पछकू कौन कुहा जाए कौन गरुड़र पछ पृष्ठ हाँ जो गरुड़ स्तंभ अच्छी आज्ञा। ता पछ भाग को कौन कुहा जाए कौन कहवा ता नाम होची जगमोहन हाँ जगमोहन रे छिड़ा ही जगन्नाथ को दर्शन करा जाए आज्ञा जार दृष्टांत जार प्रमाण रही प्रमाण आज्ञा श्रीक्षेत्र को जिते चैतन्य महाप्रभु गले दर्शन करथिले जगन्नाथ महाप्रभु को आज्ञा आज पर्यंत तार प्रमाण छाड़ी जाइछंती प्रमाण छाड़ी गले जगमोहन रे महाप्रभुंकर चैतन्य महाप्रभुंकर एपर्यंत हाथ आंगुली छाप रही ठीक कोठी अछि कोठी गरुड़ आगरे रही रे पुओ ये परा गरुड़ पछरे रही रे जगन्नाथ संस्कृति रे एते आश्चर्य
ଅଛି ଆଜ୍ଞା ଯେଉଁ ଆଶ୍ଚର୍ଯ୍ୟକୁ ବର୍ଣ୍ଣନାତୀତ ଆଶ୍ଚର୍ଯ୍ୟ ହଁ ହଁ ଯଦି ସେଥିରୁ ଗୋଟିଏ କଥା କହିବା ଆଜ୍ଞା ଗୋଟିଏ ପଦ କହିବା ହଁ ତାହେଲେ କପିଳ ଆଜ୍ଞା ଜଗନ୍ନାଥଙ୍କ ପାଖରେ ଆଶ୍ଚର୍ଯ୍ୟ କଣ ଅଛି ଅଛି ଆଜ୍ଞା ମୁଁ ଏଥିପାଇଁ ହଁ। ଠାକୁର ଅଭିରାମ ଗୋଟାଏ ପଦ ଲେଖି ଦେଇନାହାନ୍ତି ସେ ପଦଟି କଣ ଆଜ୍ଞା ହଁ ସେ ପଦଟି କଣ ବୋଲେ ଜୟ ଦୁର୍ଗା ମାଧବ କୃପାମୟ କୃପାମୟୀ ଜୟ ଦୁର୍ଗା ମାଧବ କୃପାମୟ କୃପାମୟୀ ଜୟ ଦୁର୍ଗା ମାଧବ ଦୁର୍ଗାକୁ ଦେବୀ ମାଧବ ଦୁର୍ଗାକୁ ଦେବୀ ମାଧବ ଦେବୀ ମାଧବ ଦୁର୍ଗାକୁ ଦେବୀ ମାଧବ କହିଲେ ମୋଦି ଭାଇ ଜୟ ଦୁର୍ଗା ମାଧବ କୃପାମୟ କୃପାମୟୀ ଜୟ ଦୁର୍ଗା ମାଧବ ଠାକୁର ଅଭିରାମ କହିଲେ ଦୁର୍ଗା ମାଧବ ଉପାସନା କଥା ଆଜ୍ଞା ଶ୍ରୀକ୍ଷେତ୍ରରେ ଆଶ୍ଚର୍ଯ୍ୟ ହଉଛି ଏ ଆମେ ମାନେ ସମସ୍ତେ ଜାଣନ୍ତି କଣ ସାର୍ ମା ଜାଗୁଳାଇଙ୍କ ପୀଠରେ ପାଲା ମା ଜାଗୁଳାଇ ହେଉଛନ୍ତି ଦୁର୍ଗାଙ୍କର ସ୍ୱରୂପ ଆଜ୍ଞା ଦୁର୍ଗାଙ୍କର ସ୍ୱରୂପ ହେଉଛନ୍ତି ଅବତାର ହଁ ମାଙ୍କର ହଁ ଆଚ୍ଛା ଦୁର୍ଗା କାହାର ପତ୍ନୀ ଦେବଦେବ ମହାଦେବଙ୍କର ଶିବଙ୍କର ପତ୍ନୀ ହେଉଛନ୍ତି ଦୁର୍ଗା ଆଜ୍ଞା ଠାକୁର ଅଭିରାମ କାହିଁକି ଲେଖିଲେ ଜୟ ଦୁର୍ଗା ମାଧବ ଲେଖିଛନ୍ତି ଆଜ୍ଞା ଭୁଲ ମାଧବ କିଏ ମାଧବ ହେଲେ ପ୍ରଭୁ କୃଷ୍ଣ ମାଧବ ହେଲେ ସ୍ୱୟଂ ଜଗନ୍ନାଥ ଆଜ୍ଞା ଆଚ୍ଛା ଜଗନ୍ନାଥଙ୍କ ପତ୍ନୀ ତ ଲକ୍ଷ୍ମୀ ଆଜ୍ଞା ଏଠି କାହିଁକି ଲେଖା ହେଲା ଦୁର୍ଗା ମାଧବ ସାର୍ ମୁଁ ଭାବୁଛି ଲେଖା ଭୁଲ ହେଇଛି ଆଉ କହିଲେ ଆଖି ଘୋଳା ହଉନି ଠାକୁରଙ୍କର ଇଏ ସେମିତି ଏ କପିଳ ଆଜ୍ଞା ଶ୍ରୀକ୍ଷେତ୍ରରେ ଆଶ୍ଚର୍ଯ୍ୟ ସବୁ ସ୍ଥଳରେ ଶିବଙ୍କର ପତ୍ନୀ ହେଉଛନ୍ତି ଦୁର୍ଗା ଦୁର୍ଗା ଠିକ କିନ୍ତୁ ଶ୍ରୀକ୍ଷେତ୍ରରେ ଏମିତି ସମୟ ଅଛି ଆଜ୍ଞା ଆଜ୍ଞା ମାଧବଙ୍କର ପତ୍ନୀ ହୁଅନ୍ତି ଦୁର୍ଗାରେ କେତେବେଳେ ହୁଅନ୍ତି କେତେବେଳେ ହୁଅନ୍ତି ସାର୍ କେତେବେଳେ ଶୁଣିବୁ ଆଜ୍ଞା ସ୍କନ୍ଦ ପୁରାଣରେ ବ୍ୟାସ ଲେଖିଛନ୍ତି ହଉ ହଉ ଉତ୍କଳେ ଶ୍ରୀ ନୀଳାଚଳେ ଶ୍ରୀକ୍ଷେତ୍ର ପୁରୁଷୋତ୍ତମେ ବିମଳା ଯତ୍ର ଭୈରବୀ ଜଗନ୍ନାଥ ତୁ ଭୈରବ ନୀଳାଚଳ ଧାମରେ ଶ୍ରୀକ୍ଷେତ୍ରରେ ବିମଳା ପୂଜା ପାଆନ୍ତି ଜଗନ୍ନାଥଙ୍କ ପାଖରେ ଆଜ୍ଞା ବିମଳା ହଉଛନ୍ତି ଭୈରବୀ ହଁ ଜଗନ୍ନାଥ ହଉଛନ୍ତି ଭୈରବ ଭୈରବ କେତେବେଳେ ହଁ ଠିକ କଥା କେତେବେଳେ ହଁ ବିମଳା କେତେବେଳେ ଭୈରବୀ ହୁଅନ୍ତି ଆଜ୍ଞା ଜଗନ୍ନାଥ କେତେବେଳେ ଭୈରବ ହୁଅନ୍ତି ଠିକ କଥା ସାର୍ ସମୟ କେତେ କପିଳରେ ଆଜ୍ଞା ଯେତେବେଳେ ହଁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ ଅନ୍ନ ପ୍ରସାଦ ଲାଗି ହୁଏ ଆଜ୍ଞା ଆଜ୍ଞା ସେତେବେଳେ ହଁ ମା ଦୁର୍ଗା ହୁଅନ୍ତି କିଏ କିଏ ବିମଳା ହୁଅନ୍ତି ଭୈରବୀ ଆଜ୍ଞା ଆଉ ଭୈରବ ମନ୍ତ୍ରରେ ଜଗନ୍ନାଥକୁ ଯେ ସମର୍ପଣ କରାଯାଏ ଏତିକି ବେଳରେ ଦୁର୍ଗା ମାଧବ ଯେ ଉପାସନା ଚାଲିଥାଏ ଜଗନ୍ନାଥ ହୁଅନ୍ତି ଭୈରବ ଆଜ୍ଞା ଆଉ ମା ଦୁର୍ଗା ବା ବିମଳା ହୁଅନ୍ତି ଭୈରବୀ ଆଜ୍ଞା ଏଇ ହଉଛି ଆଶ୍ଚର୍ଯ୍ୟ ହଁ ସାର୍ ଶ୍ରୀକ୍ଷେତ୍ର ଇଏ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଆଉ ରାମାୟଣ କଥାକୁ ଆଲୋଚନା କରୁଥିଲେ ଆଜ୍ଞା ହଁ ବାଳି ହଁ ସୁଗ୍ରୀବର କଥା ଆଜ୍ଞା ଯଦି ରାମାୟଣ ଭିତରକୁ ଯିବା ଏଇ କାହିଁକି ବାଳି ସୁଗ୍ରୀବ ଭିତରେ ଏତକ କଥା କଲା କାହିଁକି ଯୁଦ୍ଧଟା ହେଲା ରାମ ହଁ କାହିଁକି ସୁଗ୍ରୀବ ସହିତ ମିତ୍ରତା କଲେ କଲି ନିଜର ପତ୍ନୀକୁ ଉଦ୍ଧାର କରିବା ପାଇଁ ଆଜ୍ଞା ତାହେଲେ ତାହେଲେ ରାମ କଣ ନିଜେ ଉଦ୍ଧାର କରିପାରି ନଥାନ୍ତେ କରିପାରିଥାନ୍ତେ ଆଜ୍ଞା ଯୋଉଦିନ ସୀତାଙ୍କ ହରଣ ହେଲା ହେଲା ସେଦିନ କିପରି ହରଣ ହେଲା କିପରି ହରଣ ହେଲା ଜବରଦସ୍ତ ହରଣ ହେଲା କିପରି ହେଲା ରହରେ କପିଳ ସାରେ ସୀତାଙ୍କୁ ରାବଣ ଚୋରି କରି ନେଲା ହଁ ଆଚ୍ଛା ରାମ କଣ ଜାଣିନଥିଲେ ଯୋଉ ସୁନା ମୃଗଟା ଡେଇଁଲା ସେଦିନ ସୀତାଙ୍କୁ ଆଗରେ ଆଜ୍ଞା ଆଜ୍ଞା ରାମ ତ ପରମ ବ୍ରହ୍ମ ନା ହଁ ସାର୍ ଯଦି ରାମ ପରମ ବ୍ରହ୍ମ ହେଲେ ତାହେଲେ ସେ କେମିତି ଜାଣି ନ ପାରିଲେ କଥା ସେଇଠି ତ ଆଜ୍ଞା ହେଁ? ହଁ ଠିକ କଥା ସେଦିନ ମୃଗଟା ଡେଉଁଥିଲା ସୀତାଙ୍କ ଆଗରେ ହଁ ହଁ ଯଦି ସୀତାଙ୍କ ଆଗରେ ମୃଗ ଡେଇଁଲା ଡେଇଁଲା ସୀତା ସିନା ଅବଳା ଦୁର୍ବଳା ଆମେ ଚିନ୍ତା କରିବା ହଁ ସିଏ ଚିନ୍ତା କଲେ ଏଇଟା ଗୋଟାଏ ସୁନା ମୃଗ ଡେଉଁଛି ହଁ
আমা স্বামী কি কহিদেলে মতে আনি দিও আজ্ঞা আচ্ছা রাম তো পরম ব্রহ্ম হ্যাঁ স্যার রাম কোন জানি পারলেনি সেই কথা তো কিন্তু হনুমান কহিলে কোন কইলে কলে হইব কুরঙ্গি নচ পূর্ব বার্তা নপ্রেয়তে বেদ পুরাণ শাস্ত্রে আপি দৃষ্টা রঘুনন্দনেন বিনাশ কালে বিপরীত বুদ্ধি যদি রাম সুনা মৃগ পছরে গোড়াইলে আজ্ঞা হনুমান কহিলে হ্যাঁ এ কথা বেদ পুরাণ শাস্ত্র কৌশি লেখা নাই নাই যে কৌশি গোটাଏ মৃগ সুনারে তৈরি হয়ে পারিব নাই হেই পারিবে নাই আজ্ঞা আচ্ছা সুনাটা গোটাଏ ধাতু হ্যাঁ ধাতুরে জীব তৈরি হুয়ে না ধাতুরে জীব তৈরি হয় কি নাই 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 যদি ধাতুরে জীবটা তৈরি হো তার জীবন কুয়াড়ু আসিব নাই আসিবার চান্স নাই কিন্তু হনুমান কহিলে কোন এ কথা কাহিকি ঘটিলা কাহিকি আজ্ঞা? না বিনাশ কালে বিপরীত বুদ্ধি হ্যাঁ রাম তো হউছন্তি পরম ব্রহ্ম আজ্ঞা তাকর কাই বুদ্ধি বিপরীত হব হ্যাঁ রাম তো হউছন্তি পরম ব্রহ্ম আজ্ঞা সে গোটা বৃক্ষ ঢোଳରେ কাই লুচিকি জଣକୁ মারিবে কথা তো সেইটি কি হ্যাঁ কথা সেইটি সে কাই বৃক্ষ ঢোଳେ লুচিকি মারিবে মাইলে কাহিকি কারণ ইয়ে হচ্ছে ভগবানଙ୍କର ମାନବୀୟ লীଳା বে জগন্নাথ মহাপ্রভুଙ୍କର যেମିତି ମାନବୀୟ লীଳା হ্যাঁ মহাপ্রভু রামଙ୍କର ଥିଲା ମାନବୀୟ লীଳା লীলা যদি সেই বাটକୁ ଯିବା আজ্ঞা আজ্ঞা ପ୍ରକୃତରେ ରାମ କିଏ কিয়ে ଯୋଉ ରାମ ବର୍ତ୍ତମାନ ମାନବୀୟ ଲୀଳା କରୁଛନ୍ତି আজ্ঞା আজ্ঞା ସେ କଣ ପ୍ରକୃତ ରାମ ଆଉ ସେ ପ୍ରକୃତ ରାମ রাম କପିଳ ସାରେ ସେ ପ୍ରକୃତ ରାମ କିରେ ଆଉ ପ୍ରକୃତ ନୁହନ୍ତି ପ୍ରକୃତ ରାମ କାହାକୁ କହିବା ସାରେ ଦୟା କରି କହିଲେ ପ୍ରକୃତ ରାମ କିଏ ସନ୍ଥ ଗୋସ୍ୱାମୀ ତୁଳସୀ ଦାସ ହଉ ହଉ ଲେଖି ଦେଇନାହାନ୍ତି ଗୋଟେ ସୁନ୍ଦର ଚୌପାଇ ହଉ କହିଲେ ଯଥା ଅନନ୍ତ ଭଗବାନ কলিযুগরে করুଛନ୍ତି ମାନବୀୟ ଲୀଳା ଆଜ୍ଞା ତ୍ରେତୟା ଯୁଗରେ ମହାପ୍ରଭୁ ରାମ କରୁଥିଲେ ମାନବୀୟ ଲୀଳା ହଁ ଯେଉଁ ରାମ ମାନବୀୟ ଲୀଳା କରୁଥିଲେ ଆଜ୍ଞା ସେ କଣ ସେଇ ରାମ ଯାହାକୁ ତୁଳସୀ କହିଲେ ଯଥା ଅନନ୍ତ ରାମ ଭଗବାନ ତଥା କଥା ଗିରତି ଗୁଣ ନାନା ନା ନା ଭାବୁଲି ରେ କଣ କହିଲେ ତୁଳସୀ କହିଲେ ଯଥା যথা বলে যেপরি যেপরি তথা বলে সেপরি সেপরি যথা অনন্ত রাম ভগবান হ্যাঁ যেমিতি রাম হউছতি অনন্ত ভগবান ভগবান তথা হ্যাঁ সেপরি ভাবরে হ্যাঁ তাঙ্ক কিরতি গুণ নানা এ আজ্ঞা রাম হউছতি অনন্ত অনন্ত। রামকর কথা হেলা অনন্ত যদি রাম হেলে অনন্ত রামক কথা হেলা অনন্ত আজ্ঞা তাহলে অনন্ত কাহাকু কহিবা কাহাকু যদি রাম হেলে অনন্ত আজ্ঞা স্যার রামক কথা হেলা অনন্ত হ্যাঁ হ্যাঁ তাহলে অনন্ত শব্দর অর্থ কোন কি রে কোন স্যার হ্যাঁ তা অর্থ কোন অচ্যুতানন্দ মহাপুরুষ হো হো লেখি দেই নাহান্তি অনন্ত শব্দর অর্থকে ব্যাখ্যা করি নাহান্তি হো হো কোন কইছেন বাবুলি কলে অনন্ত নামে অন্ত নাহি হো অন্ত নাহি অনন্ত নামে অন্ত নাহি হো অন্ত নাহি অনক্ষরে দ্বার দেহি হো দ্বার দেহি অনক্ষরে দ্বার দেহি হো দ্বার দেহি অনন্ত নামে অন্ত নাহি অনক্ষরে যার দেহি দেহি অনন্ত শব্দর অর্থ আজ্ঞা যার অন্ত নথায় বাস তাকু কহନ୍ତି অনন্ত অনন্ত তাহলে অনন্ত যার অন্ত নথায় তাকু যদি কহନ୍ତି অনন্ত আজ্ঞা অন্ত শব্দর অর্থ কোন স্যার পুন্টা হ্যাঁ পুন্টা পুন্টা অন্ত শব্দর অর্থ পুন্টা না তাহলে কোন আজ্ঞা অন্ত শব্দর অর্থ হচ্ছে শেষ শেষ যার শেষ নাই সে হচ্ছে অনন্ত অনন্ত যার শেষ নাই আজ্ঞা সে যদি অনন্ত হেলা সে কিয়ে কে স্যার তুলসী কহিলে যথা অনন্ত রাম ভগবান হ্যাঁ রাম হচ্ছে অনন্ত অনন্ত রামঙ্কর শেষ নাহি রে
ସମସ୍ତଙ୍କର ଶେଷ ଅଛି ଅଛି କାହାର ଶେଷ ନାହିଁ କିଏ କହିପାରିବେ କିଏ କହିବା ଆଜ୍ଞା হ্যাঁ হ্যাঁ କିଏ କହିବ ଜଗତରେ ସମସ୍ତଙ୍କର ଶେଷ ଅଛି ଆଜ୍ଞା ଯାହାର ପ୍ରମାଣ ହଁ ଆଉ ଗୋଟିଏ ପଦ ଛାନ୍ନ ଗାଇବା ହଁ ଗାଆନ୍ତୁ ଆଜ୍ଞା କବି ହଉଛନ୍ତି ବାବାଜୀ ଗୋବିନ୍ଦ ଦାସ ଦାସ ବାବାଜୀ ଗୋବିନ୍ଦ ଦାସ କହିଲେ ଆଜ୍ଞା ଜଗତରେ ସମସ୍ତଙ୍କର ଶେଷ ଅଛି ଅଛି କାହାର ଶେଷ ଅଛି ଲେଖିଲେ କାହାର ଆଜ୍ଞା কলে অনন্ত জলধি এ অচল হিমাদ্রি সরসা গোরা ধরা জান সে অনন্ত জলধি ইয়ে বিচিত্র ভুবন বিচিত্র ভুবন কার কবলে চূড়া হাহে বদিনে স্থির হই কেহি নারাহি বদিনে বাবাজী গোবিন্দ দাস কহিলে কপিଳରେ আজ্ঞা জগତରେ ସମସ୍ତଙ୍କର ଶେଷ ଅଛି କାହାର ଶେଷ ଅଛି କାହାର ଆଜ୍ଞା ଗୋବିନ୍ଦ ଦାସ କହିଲେ ଅନନ୍ତ ଜଳଧି 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 ବୋଇଲେ କାହାକୁ କହନ୍ତି ସାର୍ କାହା କହିବା ଜଳଧି କାହାକୁ କହନ୍ତି କହିଲୁ ସାର୍ ଜଳଧି ହଉଛି ମହାନଦୀ ଆଜ୍ଞା ମହାନଦୀ ବିରାଟ ବଡ଼ ନଦୀ ଆଜ୍ଞା ଆଉ କଣ କରିବୁ କିରେ ଜଳଧି କାହାକୁ କହନ୍ତି ନା ମହାନଦୀ କହନ୍ତି ଜଳଧି ବଣା କରେଇଦବ ଆରେ ପଛରେ ବଣା କଣ ଅଛି আরে দেখো এ যেতে নদ নদী হো জগতর যেতে নদ নদী অছন্তি ଆଜ୍ଞା ସାର୍ ସବୁ ନଦୀ ଗୁଡ଼ିକ ଯୋଉଠି ମିଶନ୍ତି ଆଜ୍ଞା ତାକୁ କହନ୍ତି ଜଳଧି ଜଳଧି ଆଜ୍ଞା বা সমুদ্র ଆଜ୍ଞା সাগর ହଁ অনন্ত জলধি ବାସ୍ ବାସ୍ বাবাজী গোবিন্দ দাস কহিলে অনন্ত জলধি ଆଜ୍ଞା সমুদ্রକୁ କୁହାଯାଏ ଅନନ୍ତ ଗର୍ଭା ଗର୍ଭା କାହିଁକି ବା କୁହାଯାଏ ଅନେକ ମାଛ ଥିବାରୁ হ্যাঁ হ্যাঁ ଅନେକ ମାଛ ଥିବାରୁ ସମୁଦ୍ରକୁ କୁହନ୍ତି ଅନନ୍ତ ଗର୍ଭା ସମୁଦ୍ର ଭିତରେ ଅନେକ ମାଛ ଥିବାରୁ ତାକୁ କୁହାଯାଏ ଅନନ୍ତ ଗର୍ଭା ଠିକ ଆରେ ମୂର୍ଖ ସାର୍ ଶୁଣ ଅନନ୍ତ ବୋଇଲେ ଯାର ଶେଷ ନଥାଏ ତାକୁ କହନ୍ତି ଅନନ୍ତ ଆଜ୍ଞା ସାର୍ ଗର୍ଭ ବୋଇଲେ ଗର୍ଭ କହିଲେ କଣ ଅନନ୍ତ ଗର୍ଭା ହଁ। ମାନେ ଯାର ଗର୍ଭର ଗଭୀରତା ହଁ। କେହି ମାପି ପାରିନାହାନ୍ତି କଣ କହୁଛନ୍ତି ଆଜ୍ଞା ସମୁଦ୍ରର ଗଭୀରତା ହଁ। ଏପର୍ଯ୍ୟନ୍ତ କେହି ମାପିଛନ୍ତି ମାପ ଜାଣୁନାହାନ୍ତି ନା ମାପ କରୁନାହାନ୍ତି ମାନେ ମାପ କରିବାର ଗୋଟେ ପ୍ରଣାଳୀ ଅଛି ଆଜ୍ଞା କଣ ପ୍ରଣାଳୀ କଣ କହିଲ ଆପଣ ଦେଖନ୍ତୁ ସମୁଦ୍ରକୁ କେମିତି ଆମେ ମାପ କରିବା ଡଙ୍ଗାରେ ଯିବେ ସୁତୁଲି 3 କିଲୋ ନେଇଯିବେ 3 କିଲୋଗ୍ରାମ ନେଇଯିବେ ସୁତୁଲି ମୁଣ୍ଡରେ ଗୋଟେ ପଥର ବାନ୍ଧିଦେବେ ପଥର ପକେଇବେ କେତେ ଗଭୀର ସୁତୁଲି ସେତେ ତଳକୁ ଯିବ ଆଉ କଣ ତାପରେ ଯୋଉଠି ନଗଲା ତୁ ପୁଅ ଭାବୁଛି ଏ ତମ ଗାଁ ପାଖ ବ୍ରାହ୍ମଣୀ ନଦୀ ଆଉ ସେଠି ପୁରା କାତ ପକେଇଲେ ଚୁପ୍! ସମୁଦ୍ରର ଗଭୀରତା ଏପର୍ଯ୍ୟନ୍ତ ବିଜ୍ଞାନ ମାପି ପାରିନାହାନ୍ତି କପିଳ ବିଜ୍ଞାନ ମାପ କରିନି ବୈଜ୍ଞାନିକ ମାନେ ମାପି ପାରିନାହାନ୍ତି କଣ କହୁଛନ୍ତି ଆଜ୍ଞା ହଁ ଆଚ୍ଛା ମତେ କହିଲୁ କହୁନାହାନ୍ତି ଯୋଉ ସମୁଦ୍ର ଭିତରେ ସାର୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜ୍ଞା ଅନେକ ଉଡାଜାହାଜ ହଁ ଅନେକ ଯୁଦ୍ଧ ବିମାନ ଆଜ୍ଞା ଅନେକ ଯୁଦ୍ଧ ବିମାନ ଖସିଲା ଗୋଟିଏ ସ୍ଥାନରେ ସ୍ଥାନରେ ସେ ସ୍ଥାନଟା କୋଉଠି ଜାଣିଛୁ ସାର୍ କହିଲେ କୋଉଠି ତାକୁ ବୈଜ୍ଞାନିକ ମାନେ ଗୋଟେ ନାମକରଣ କରିଛନ୍ତି ବରମୁଡା ଟ୍ରାଇଙ୍ଗୁଲା ଆଜ୍ଞା ସେ ସ୍ଥାନର ନାଁଟା ରଖାଯାଇଛି ବରମୁଡା ଟ୍ରାଇଙ୍ଗୁଲା ଭୁବନେଶ୍ୱର ସାର୍ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନୁହେଁ ଆଉ ବରମୁଡା ଟ୍ରାଇଙ୍ଗୁଲା ଗୋଟାଏ ତ୍ରିକୋଣୀୟ ଜଳକ୍ଷେତ୍ର କ୍ଷେତ୍ର କୋଉଠି କୋଉଠି କହିଲେ ଯାହା ଆଟଲାଣ୍ଟିକ ମହାସାଗର ଭିତରେ ଆଜ୍ଞା ଆଟଲାଣ୍ଟିକ ମହାସାଗରରେ ହଁ। ଗୋଟାଏ ତ୍ରିକୋଣୀୟ ଜଳକ୍ଷେତ୍ର ଅଛି ଆଜ୍ଞା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଁ ଯେତେ ସବୁ ଉଡାଜାହାଜ ଉଡିକିରି ବହେ କରୁଥିଲା ଯୁଦ୍ଧ କରୁଥିଲା ହଁ 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 ନାଇଁ ହଁ ସବୁତକ ସେଇ ଗୋଟାଏ ଜାଗାରେ ଖୋଜିଲା ଫସିଲେ ଆଚ୍ଛା ଏତେ ତ ବଡ ବଡ ବୈଜ୍ଞାନିକ ଥିଲେ ଆଜ୍ଞା ଏଡେ ତ ରାଡାର ଥିଲା ହଁ ଆଜି ପର୍ଯ୍ୟନ୍ତ ଖୋଜିକିରି ପାଇଲେ ପାଇଲେନି ଆଜି ପର୍ଯ୍ୟନ୍ତ ଖୋଜିକି ପାଇଛନ୍ତି ପାଇନାହାନ୍ତି ଆଜ୍ଞା ଇଏ ଗଲା ପୃଥିବୀର କଥା ଗଲା ଆମ ଭାରତ ବର୍ଷ କଥା ଦେଖନ୍ତୁ ସାର୍ କୁହନ୍ତୁ ଆଜିକି ଠିକ 10 ବର୍ଷ ପୂର୍ବରୁ ହଁ ଠିକ 10 ବର୍ଷ ହବ ହଁ ଚେନ୍ନାଇ ସହରରୁ ଗୋଟା ବିମାନ ବାହାରିଲା ଆମର ବାୟୁସେନାର ବିମାନ ଆଜ୍ଞା ଯିବ କୋଉଠିକି କୋଉଠିକି ଯିବ ନା ଯିବ ଆଣ୍ଡାମାନ ନିକୋବରର ଯିଏ ହଉଛି କଣ ରାଜଧାନୀ ତାକୁ କହନ୍ତି ପୋର୍ଟ ବ୍ଲେୟାର ଆଜ୍ଞା ଏବେ ସରକାର ନାମ ବଦଳେଇ ଦେଇସାରିଲେଣି ବିଜୟନଗର ରଖିଦେଇଛନ୍ତି ନାମ ଠିକ ସେଇଠିକି ଯିବ ଆଜ୍ଞା ସମୟ କେତେ କେତେ ମାତ୍ର 45 ମିନିଟ ମିନିଟ୍ ମାତ୍ର 45 ମିନିଟ ମିନିଟ୍ କିନ୍ତୁ ଯେତେବେଳେ ଟେକ୍ ଅଫ୍ କଲା ହଁ ହଁ ଟେକିଲେ
ତାକୁ ଯେତେବେଳେ ଟେକିଲେ ବିମାନକୁ ଯେତେବେଳେ ଟେକିଲେ ଓ ମାନେ ଟେକିଲେ ତୁ କଣ ଜାଣିବି ରେ ଅଜ୍ଞାନ ପଶି ପିଲା ତୁ ତ ପୁଅ ପାକୁଳିଆଟା ଆଉ ଟେକଅପ୍ ମାନେ କଣ କହିଲୁ? ଯାହାକୁ ଓଡିଆରେ କହନ୍ତି ଟେକିଲେ ତା ମାନେ ବିମାନ ଏଟା ଯୋଉ ବିମାନ ହଁ। ଆକୁ ଟେକିଲେ ଯୋଉଟା ଆପଣଙ୍କ ଭାଷାରେ ଟେକଅପ୍ କଲେ ଏଟା ଆମ ଭାଷାରେ ଟେକିଲେ ଟେକିଲେ ମାନେ ଉଠିଲା ଆଉ କଣ ତାକୁ ଓଡିଆରେ କହନ୍ତି ଉଡାଣ ଆରମ୍ଭ। ଉଡାଣ ଆଜ୍ଞା ଉଡାଣ ଆରମ୍ଭ ଯେତେବେଳେ ଉଡିବା ଆରମ୍ଭ କଲା ଆଜ୍ଞା ଆଜ୍ଞା ମାତ୍ର 15 ମିନିଟ୍ ଭିତରେ 15 ମିନିଟ୍ ପରେ ରାଡାରରୁ ହଜିଗଲା। ହଜିଗଲା ସେଥିରେ 7 ଜଣ ବସିଥିଲେ। ଆଚ୍ଛା ସେ 7 ଜଣଙ୍କ ଭିତରୁ ହଁ ଜଣେ ଓଡିଆ ପୁଅ ଥିଲା। ଆଜ୍ଞା ଘରଟା ଥିଲା ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ। ଆଜ୍ଞା ଆଜି ପର୍ଯ୍ୟନ୍ତ ନା ସେ ଜାହାଜ ମିଳିଲା ନା ସେ ଲୋକମାନଙ୍କର ପତା ମିଳିଲା। ପତା ମିଳିଲା କୁଆଡେ ଗଲେ କିରେ? ସାର୍ କୁଆଡେ ସମୁଦ୍ରର ଅଥଳ ଗର୍ଭରେ ସମସ୍ତେ ବିଲୀନ ହେଇଗଲେ। ଓହୋ